जय मां समलेई। आपण जानती कि केमिति संबलपुर माटीरे प्रतिष्ठित हेले मां समलेश्वरी। महानदी कूଳରେ ଥିବା ଏହି ଶକ୍ତିପୀଠ ପଛରେ ରହିଛି ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସୁଥିବା ଏକ ରୋମାଞ୍ଚକର ଇତିହାସ। କଥାଟି ହେଉଛି ଆଜିକୁ ପ୍ରାୟ 500 ବର୍ଷ ପୂର୍ବର। ସମ୍ବଲପୁରର ପ୍ରଥମ ଚୌହାନ ରାଜା ବଳରାମ ଦେବ ଦିନେ ଶିକାର କରିବାକୁ ଯାଇଥିବା ବେଳେ ଏକ ଅବିଶ୍ୱସନୀୟ ଦୃଶ୍ୟ ଦେଖିଲେ। ଏକ କ୍ଷୁଦ୍ର ଠେକୁଆଟିଏ ନିଜ ଜୀବନ ବଞ୍ଚାଇବା ପରିବର୍ତ୍ତେ ଏକ ବିରାଟ ଶିକାରୀ କୁକୁରକୁ ଓଲଟା ଗୋଡ଼ାଉଥିଲା। ରାଜା ବୁଝିଗଲେ ଏ ମାଟି ସାମାନ୍ୟ ନୁହେଁ, ଏହା ହେଉଛି ଅପାର ଶକ୍ତି ଓ ବୀରତ୍ୱର ମାଟି। ସେହି ରାତିରେ ମା ସମଲେଇ ରାଜାଙ୍କୁ ସ୍ୱପ୍ନାଦେଶ ଦେଲେ ଏବଂ ମହାନଦୀ କୂଳରେ ଥିବା ଏକ ସେମେଳି ଗଛ ମୂଳେ ନିଜର ଆବିର୍ଭାବ ବିଷୟରେ ଜଣାଇଥିଲେ। ସେହି ସେମେଳି ଗଛର ନାମ ଅନୁସାରେ ମାଙ୍କ ନାମ ହେଲା ସମଲେଇ। ଆଜି ବି ମା ଏଠାରେ ଭକ୍ତଙ୍କ ଦୁଃଖ ହରଣ କରୁଥିବା ଜାଗ୍ରତ ଦେବୀ ଭାବେ ପୂଜା ପାଉଛନ୍ତି। ଯାହା ମୁଣ୍ଡ ଉପରେ ମାଙ୍କ ଆଶୀର୍ବାଦ ଅଛି ତାକୁ ପୁଣି ଭୟ କାହାକୁ। ଯଦି ଆପଣ ମଧ୍ୟ ମାଙ୍କର ଜଣେ ସଚ୍ଚା ଭକ୍ତ ତେବେ ଭିଡିଓଟିକୁ ସେୟାର କରନ୍ତୁ ଏବଂ ଭକ୍ତିର ସହ କମେଣ୍ଟରେ ଲେଖନ୍ତୁ ଜୟ ମା ସମଲେଇ।